ରାସୋଳ ନୂଆପାଟଣାରେ ୟୁବରାଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ଗିରିଧର ପ୍ରସାଦଙ୍କୁ ହରାଇ ନୂଆ ଦଳ ବିଜୟୀ। ରାସୋଳ ଅଞ୍ଚଳରେ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ବର୍ତ୍ତମାନ କ୍ରିକେଟ ଖେଳ ଉତ୍ସାହ ଆଣିବା ସହ କ୍ରିକେଟ ଖେଳ ପ୍ରତି ତାଙ୍କର ଇଚ୍ଛାଶକ୍ତିକୁ ଦ୍ୱିଗୁଣିତ କରୁଥିବା ଦେଖିବାକୁ ମିଳିଛି। ହିନ୍ଦୋଳ ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ଏଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ସେହିପରି ଆଜି 28/12/2025 ରବିବାର ଦିନ ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ନୂଆପାଟଣାର ୟୁବରାଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ପ୍ରଥମେ 16ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ଗିରିଧର ପ୍ରସାଦ ଏବଂ ନୂଆ ଉଭୟ ମୁହାଁମୁହିଁ ହୋଇଥିଲେ। ଫାଇନାଲ ଖେଳରେ ଉଭୟ ଦଳ ମଧ୍ୟରେ 3ଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚରେ ନୂଆ ଗାଁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 10 ଓଭରରେ 6 ୱିକେଟ ହରାଇ 96 ରନ୍ ସଂଗ୍ରହ କରିଥିଲା। ପ୍ରତି ଉତ୍ତରରେ ଗିରିଧର ପ୍ରସାଦ ଦଳ ନିର୍ଦ୍ଧାରିତ ଓଭରରେ 8 ୱିକେଟରେ 90 ରନ୍ କରି 6 ରନ୍ରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ନୂଆ ଗାଁ ଦଳ ବ୍ୟାଟିଂ କରି 8 ଓଭରରେ 5 ୱିକେଟ ବିନିମୟରେ 57 ରନ୍ ସଂଗ୍ରହ କରିଥିବା ବେଳେ ଗିରିଧର ପ୍ରସାଦ ଦଳ 8 ୱିକେଟ ବିନିମୟରେ 48 ରନ୍ ସଂଗ୍ରହ କରି 8 ରନ୍ରେ ପରାସ୍ତ ହୋଇଥିଲେ। ଏଥିସହିତ ନୂଆ ଗାଁ ଟିମ୍କୁ 2-1 ମ୍ୟାଚରେ ବିଜୟୀ ହୋଇଥିଲା। ଉକ୍ତ ଉଦ୍ଯାପନୀ ଫାଇନାଲ ଖେଳରେ ମୁଖ୍ୟ ଅତିଥି ରାସୋଳ ସରପଞ୍ଚ ଦିବାକର ନାୟକ, ସମ୍ମାନୀୟ ଅତିଥି ରାସୋଳ ପଞ୍ଚାୟତ ଅଧିକାରୀ ବଇଁଶୀଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସରକାରୀ ଶିକ୍ଷକ ଅଖିଳ ପୃଷ୍ଟି, ଅନ୍ୟତମ ଅତିଥି ରାସୋଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରବିନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ 15,000 ଟଙ୍କା, ଉପବିଜେତା ଦଳକୁ 10,000 ଟଙ୍କା ମଞ୍ଚାସୀନ ଅତିଥିମାନେ ପ୍ରଦାନ କରିଥିଲେ। ସିଲୁ ଭୋଇ ଏବଂ ଲିଟି ଖୁଣ୍ଟିଆ ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ଚିଣ୍ଟୁ ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ୟୁବରାଜ କ୍ରିକେଟ ଦଳର ସଭାପତି ସିଲୁ ଖୁଣ୍ଟିଆ, ସମ୍ପାଦକ ସମୀର ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।